କାଳିଆ ଯୋଜନାର ଆଗାମୀ କିସ୍ତିଟି ବହୁତ ଶୀଘ୍ର ଆସିବାକୁ ଯାଉଛି। ଆପଣମାନେ ଯଦି ଆଗାମୀ କିସ୍ତି ଆସିବା ଆଗରୁ ଏହିସବୁ ଗୁଡ଼ିକ ଠିକ୍ ନ ରଖିଥିବେ ତେବେ ଆପଣମାନେ ପିଏମ୍ କିଷାନ ତେବେ ଆପଣମାନେ ଏହି ଆଗାମୀ କିସ୍ତିର ଟଙ୍କା ପାଇପାରିବେନି। ସେଥିପାଇଁ ଆପଣମାନଙ୍କୁ ଏହିସବୁ ଗୁଡ଼ିକ ଚେକ୍ କରିବାକୁ ପଡ଼ିବ। ଆପଣମାନେ ଯଦି ଏହିସବୁ କାର୍ଯ୍ୟ ଗୁଡ଼ିକ କରିନଥିବେ ତେବେ ଏହାକୁ କରିବାକୁ ପଡ଼ିବ। ତେବେ ଆପଣମାନେ କ'ଣ କରିବେ ଏବେ ଚାଲନ୍ତୁ ଜାଣିବା। ଏହା ପୂର୍ବରୁ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦିଅନ୍ତୁ। ଏବେ ଚାଲନ୍ତୁ ଜାଣିବା କାଳିଆ ଯୋଜନାରେ ଆମକୁ ସବୁ କ'ଣ କାର୍ଯ୍ୟ କରିବାକୁ ପଡ଼ିବ ଯାହାଦ୍ୱାରା ଆମେମାନେ ଆଗାମୀ କିସ୍ତିର ଲାଭକୁ ନେଇପାରିବା। ହେଲେ ଏବେ କାଳିଆ ଯୋଜନା ସର୍ଚ୍ଚ କରିଦେଉଛି। କାଳିଆ ଯୋଜନା ସର୍ଚ୍ଚ କଲା ପରେ କାଳିଆ ଯୋଜନାର ପୋର୍ଟାଲଟି ପ୍ରଥମରେ ଆସିଯିବ। ଏଇ ଦେଖନ୍ତୁ କାଳିଆ ଯୋଜନାର ପୋର୍ଟାଲଟି ଆସିଯାଉଛି। ତେଣୁକରି ଆମକୁ ଏଠି କ'ଣ କରିବାକୁ ପଡ଼ିବ ଚାଲନ୍ତୁ ଜାଣିବା। ଦେଖନ୍ତୁ ଏଠି ଗୋଟେ ରେଡ୍ କଲରରେ ଅପସନ୍ ଆସୁଛି। ପରବର୍ତ୍ତୀ କାଳିଆ ସହାୟତା ରାଶି ଆଧାର ନମ୍ବର ସହ ସଂଯୋଗ ଥିବା ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ। ତେଣୁ ଆପଣ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ସଂଯୋଗ ରଖନ୍ତୁ। ଆପଣମାନେ ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ସହିତ ଆପଣଙ୍କର ଯେଉଁ ଆଧାର କାର୍ଡ଼ଟିକୁ ସେ ଦୁଇଟି ଯାକୁ ସଂଯୋଗ ରଖନ୍ତୁ। ଆପଣଙ୍କର ଯେଉଁ ବ୍ୟାଙ୍କ ଖାତା ରହିଛି ସେ ବ୍ୟାଙ୍କ ଖାତା ସହିତ ଆପଣଙ୍କର ଯେଉଁ ଆଧାର କାର୍ଡ଼ ଏ ଦୁଇଟି ଯାକକୁ ଆପଣ ଲିଙ୍କ କରି ରଖିବାକୁ ପଡ଼ିବ। ଦୁଇଟି ଯାକ ସଂଯୋଗ ହୋଇ ରହିବା ଦରକାର। ଏହା ଛଡ଼ା ଯଦି ଆପଣମାନେ EKYC କମ୍ପ୍ଲିଟ୍ କରିନାହାନ୍ତି ତେବେ ମଧ୍ୟ ଆପଣମାନେ ଟଙ୍କା ପାଇପାରିବେନି। ଦେଖନ୍ତୁ ଉପରେ EKYC ଅପସନ୍ ମଧ୍ୟ ଅଛି। ଉପରେ ଲେଖାଯାଇଛି କମ୍ପ୍ଲିଟ୍ ୟୋର EKYC। ଏହି EKYC ଅପସନ୍ ଉପରେ କ୍ଲିକ୍ କଲେ ଆମେ EKYC ଏଠି କରିପାରିବା। ଏଇଠି ଆମେ ଆଧାର ନମ୍ବର ଦେଇ ଆମେ OTP ସାହାଯ୍ୟରେ EKYCକୁ କମ୍ପ୍ଲିଟ୍ କରିପାରିବା। ତେଣୁକରି ଆପଣମାନେ ଯଦି EKYC କରିନାହାନ୍ତି ତେବେ ଏଠି ଆପଣମାନେ ମୋବାଇଲ ସାହାଯ୍ୟରେ ମଧ୍ୟ EKYC କରିପାରିବେ। ଯଦି ଆପଣ ମୋବାଇଲ ସାହାଯ୍ୟରେ କରିପାରିବେନି ତେବେ ଆପଣଙ୍କର ନିକଟରେ ଥିବା ଯେକୌଣସି ଜନସେବା କେନ୍ଦ୍ର କି ମୋ ସେବା କେନ୍ଦ୍ର ସେଠି ଯାଇ ଆପଣମାନେ ଆପଣଙ୍କର EKYCକୁ କରାଇ ନିଅନ୍ତୁ। ନହେଲେ ଆପଣମାନେ କାଳିଆ ଯୋଜନାର ଟଙ୍କା ପାଇପାରିବେନି। ଆପଣମାନେ ଏସବୁ ଗୁଡ଼ିକ ଧ୍ୟାନ ରଖନ୍ତୁ, ନହେଲେ ଆପଣଙ୍କୁ ଟଙ୍କା ମିଳିପାରିବ ନାହିଁ। ବହୁତ ଲୋକଙ୍କର ଏହି କାରଣରୁ ସେମାନେ ଟଙ୍କା ପାଇପାରୁନାହାନ୍ତି। ଏହା ସହିତ ଆପଣମାନେ ନୂଆ ଲିଷ୍ଟଟିକୁ ମଧ୍ୟ ଚେକ୍ କରିଦିଅନ୍ତୁ। କାଳିଆ ଯୋଜନାର ଯେଉଁ ନୂତନ ଲିଷ୍ଟ 2024ର ସେ ଲିଷ୍ଟଟିକୁ ମଧ୍ୟ ଆପଣମାନେ ଚେକ୍ କରିନିଅନ୍ତୁ। କିପରି ଆପଣମାନେ ବେନିଫିସିଆରୀ ଲିଷ୍ଟକୁ ଚେକ୍ କରିବେ ଯେଉଁ ନୂଆ ଲିଷ୍ଟ ଏଠି ଦେଖନ୍ତୁ ଉପରେ କାଳିଆ ଯୋଜନା ସର୍ଚ୍ଚ କଲା ପରେ ପ୍ରଥମରେ ଆପ୍ଲିକେସନ୍ ଷ୍ଟାଟସ୍ର ୱେବସାଇଟ୍ଟି ଆସିଯାଉଛି। ତାପରେ ବେନିଫିସିଆରୀ ଲିଷ୍ଟର ପେଜଟି ଆସିଯାଉଛି। ଏଇଠି ଆପଣମାନେ କ୍ଲିକ୍ କରିଦେବେ। ଏହାପରେ ଏଇଭଳି ଇଣ୍ଟରଫେସ୍ ଆସିବ। ପ୍ରଥମରେ ଡିଷ୍ଟ୍ରିକ୍ଟ ଅପସନ୍ ଆସୁଛି, ଡିଷ୍ଟ୍ରିକ୍ଟ ଦେଇଦେବେ। ଆପଣଙ୍କର ଯେକୌଣସି ଡିଷ୍ଟ୍ରିକ୍ଟ ହେଇଥିବ ସେଇ ଡିଷ୍ଟ୍ରିକ୍ଟ ଦେଇଦେବେ। ଏହାପରେ ଆପଣ ଆପଣଙ୍କର ବ୍ଲକ ଦେଇଦେବେ। ବ୍ଲକ ପରେ ଆପଣଙ୍କର ଗ୍ରାମ ପଞ୍ଚାୟତ ଦେଇଦେବେ। ଗ୍ରାମ ପଞ୍ଚାୟତ ଦେଲା ପରେ ସାଇଡ଼ରେ ଭ୍ୟୁ ଅପସନ୍ ଅଛି। ଭ୍ୟୁ ଅପସନ୍ ଉପରେ ଆପଣ କ୍ଲିକ୍ କରିଦେବେ। ଦେଖନ୍ତୁ ଭ୍ୟୁ ଅପସନ୍ ଉପରେ କ୍ଲିକ୍ କଲା ପରେ ଏଠି ଆପଣମାନଙ୍କୁ ଦୁଇଟି PDF ଦେଖିବାକୁ ମିଳୁଛି। ଏ ଦୁଇଟି PDF ଭିତରୁ ଆପଣ ଯେଉଁ ଫାର୍ମର ସେଇ ଫାର୍ମର ଉପରେ କ୍ଲିକ୍ କରିଦେଲେ PDFଟି ଡାଉନଲୋଡ଼ ହୋଇଯିବ। ଯେଉଁ ଫାର୍ମର ଆପଣ ପକାଇଛନ୍ତି ଯେଉଁ ଫାର୍ମରରେ ସେଇ ଫାର୍ମରରେ ଆପଣ ଡାଉନଲୋଡ଼ କରି ଆପଣଙ୍କର ନାମ ଅଛି କି ନାହିଁ ଦେଖିପାରିବେ। ଏଠି ସ୍ମଲ୍ ଆଣ୍ଡ ମାର୍ଜିନାଲ୍ ଫାର୍ମର, ଏଠି ଲ୍ୟାଣ୍ଡଲେସ୍ ଏଗ୍ରିକଲଚର ଲେବରର୍ସ ଦୁଇଟି PDF ଅଛି। ଦୁଇଟି ଯାକ ଆପଣମାନେ ଡାଉନଲୋଡ଼ କରି ଦେଖିପାରିବେ। ତେଣୁକରି ଏବେ ଆପଣମାନେ ଆପଣଙ୍କର ଲିଷ୍ଟଟିକୁ ଟିକେ ଚେକ୍ କରିଦିଅନ୍ତୁ। ଏହା ସହିତ ଆପଣମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ରେ ସିଲେକ୍ଟ କରିଦିଅନ୍ତୁ। ଯଦି ଆପଣଙ୍କର ଏହି କାଳିଆ ଯୋଜନା ସମ୍ବନ୍ଧରେ କୌଣସି ପ୍ରକାର ଡାଉଟ୍ ରହୁଛି ତେବେ ଆପଣମାନେ କମେଣ୍ଟ କରନ୍ତୁ।